ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ଜୟ ଆଜି ଜଗନ୍ନାଥ। ଆମେ ଏଇ ବେସିକ୍ସ ର ଅଧିକ୍ରମରେ ଆମେ ଗୋଟେ ଗୋଟେ କ୍ଲାସ୍ ଡିଫରେଣ୍ଟ ଡିଫରେଣ୍ଟ ଆଙ୍ଗେଲରୁ ନବା। ଯଦି ଆମେ ସିରିଏଲି ପଢି ପଢି ଯିବା ସେଟା ମଜା ଆସିବନି। ତ ଆଜି ଆମେ ସବୁଠୁ ବେଷ୍ଟ ପାର୍ଟରେ ନବା ଯେ କାଳପୁରୁଷ କୁଣ୍ଡଳୀ ବିଷୟରେ ଆମେ ଜାଣିବା କି କାଳପୁରୁଷ କଣ। ମଣିଷ ଯେତେବେଳେ ଜନ୍ମ ହୁଏ ମଣିଷ ଯେତେବେଳେ ଜନ୍ମ ହୁଏ ଆକାଶର ଗ୍ରହ ନକ୍ଷତ୍ର ମାନଙ୍କର ସେଇ ଯୋଉ ପଦ୍ଧତିଟା ଯୋଉ ଯୋଉ ପୋଜିସନରେ ସେମାନେ ଥାଆନ୍ତି, ସେଇ ପୋଜିସନରେ ଗ୍ରହ କୋଉ ଅବସ୍ଥିତିରେ ଅଛି, ସେଇ ଯୋଉ ଜିନିଷଟା ଆସେ, ଯୋଉ କାଳଚକ୍ରର ମାଧ୍ୟମରେ ଯୋଉ ସନ୍ତାନଟି ବା ଯୋଉ ଜୀବଟି ବା ଯେକୌଣସି ଜିନିଷ ର ସୃଷ୍ଟି ହୁଏ, ସେଇ କାଳପୁରୁଷ ଭଗବାନଙ୍କର ସେଇ ଯୋଉ ଅଂଶ କାଳପୁରୁଷ ତାକୁ ପ୍ରଣାମ ପୂର୍ବକ ସର୍ବପ୍ରଥମେ ଗୁରୁ ଗଣପତି ଜଗଦମ୍ବା ଏବଂ ମନ୍ତ୍ରେଶ୍ୱର ମହାରାଜଙ୍କୁ, ଯେହେତୁ ଆମେ ଫଳ ଦୀପିକା ପଢିଛୁ, ଫଳ ଦୀପିକାର ଲେଖକ ହଉଛନ୍ତି ମନ୍ତ୍ରେଶ୍ୱର ମହାରାଜ, ତାଙ୍କୁ ପ୍ରଣାମ କରି ଆମେ ଆରମ୍ଭ କଲୁ। ଯେ ଆଜି ଆମେ ଜାଣିବେ ଯେ କାଳପୁରୁଷର ଯୋଉ କୁଣ୍ଡଳୀ ବିଷୟରେ ଗୋଟେ ଛୋଟ ସିମ୍ପଲ ଧାରଣା ନବା, ମାନେ ପୁରା ବେସିକ୍ସ ଉପରେ ଆମେ ଧାରଣା ନବା। ଠିକ ଅଛି? ଭଏସ କ୍ଲିୟର ଆସୁଛି ତ? ୟେସ୍ ୟେସ୍। ହଁ। ଉତ୍କଳୀୟ ପଦ୍ଧତି ଦେଖିବା ଏବଂ ଆମେ ନର୍ଥ ଇଣ୍ଡିଆନ ପଦ୍ଧତି ଦେଖିବା। ଆମର ମ୍ୟାକ୍ସିମମ୍ ବହି ନର୍ଥ ଇଣ୍ଡିଆନ ପଦ୍ଧତିର ଅଛି। ଆମେ ନର୍ଥ ଇଣ୍ଡିଆନକୁ ଫଲୋ କରୁଛୁ। ଉତ୍କଳୀୟ ପଦ୍ଧତି, ଯେହେତୁ ଆମେ ଓଡିଶା ଲୋକ, ଆମେ ଉତ୍କଳୀୟ ପଦ୍ଧତିକୁ ମଧ୍ୟ ଚେକ୍ କରିବା। ଏଇଟା ହେଲା ଉତ୍କଳୀୟ ପଦ୍ଧତିର କାଳପୁରୁଷ କୁଣ୍ଡଳୀ। ଏଇଟା ହେଲା ନର୍ଥ ଇଣ୍ଡିଆନ ପଦ୍ଧତିର କାଳପୁରୁଷ କୁଣ୍ଡଳୀ। ଠିକ ଅଛି? ଏଇଠି ଏଇ ଘରଟାକୁ ଏକ ନେବା, ଏଇ ଘରଟାକୁ ଏକ ନେବା। ଏଠି ଏଇ ଯୋଉ ଏଟାର କଣ ଚେଞ୍ଜେସ ହବ ମୁଁ ସେଟା ଧୀରେ ଆଗକୁ ଯାଇ କହିବି। ଆଗ ତମେ ଦେଖିଦିଅ ଯେ ଠିକ ଅଛି, ଏଇଟା ହେଲା ତମର କୁଣ୍ଡଳୀ। ଏଇଠି ଆମେ ଲେଖୁ ଏତିକି ବାଇ ଏତେ, ଧର ଲେଟ ସେ କେତେ ବାଇ କେତେ, ସେ କେତେ ନକ୍ଷତ୍ର କୋଉ ରାଶି ସେଟା ଦେଖାଯାଏ। ତ ଆମର ଏଇ ଯୋଉ ପ୍ରଥମ ଭାବରୁ, ଏଇ ପ୍ରଥମ ଭାବରୁ ଆମେ ମଣିଷର ଶିର ମାନେ ଆମେ ଇଏ ଦେଖୁ, ମୁଣ୍ଡ ବା ମସ୍ତିଷ୍କ କୁ ଚେକ୍ କରୁ। ଦ୍ଵିତୀୟ ଭାବରୁ ମଣିଷର ଚେହେରା। ତୃତୀୟ ଭାବରୁ ଛାତି, ହାତ ବି ନେଇପାରୁ ଆମେ ଏଟା। ଚତୁର୍ଥ ଭାବରୁ ହୃଦୟ। ଏ କାଳପୁରୁଷ କୁଣ୍ଡଳୀରେ ମଣିଷର କଣ କଣ କେମିତି କଣ। ପଞ୍ଚମ ଭାବରୁ ପେଟ। ଷଷ୍ଠ ଭାବରେ ଅଣ୍ଟା। ମୁଁ ଏଟା ଲେଖି ଦଉଛି, ତମେ ଅଣ୍ଟା, ଅଣ୍ଟା ଆଉ ବସ୍ତି ମାନେ କଣ ମୁଁ ତ ଆଉ ଜାଣିନି ଭାଇ, ବସ୍ତି କୁ କଣ କହନ୍ତି? ମାନେ ବସ୍ତିକୁ ଯଦି କିଏ ଇଏ କରିବ, ମାନେ କହିଲେ ଏଇଟା ହଉଛି କଣ କି, ଏଇ ଯୋଉ ଜାଗାଟା ମାନେ ହୁଁ। ପେଟର ନାହିର ତଳ, ପେଟର ତଳୁ ଜନନେନ୍ଦ୍ରିୟ ପର୍ଯ୍ୟନ୍ତ, ପେଟରୁ ନା ତଳି ପେଟ କହିପାରିବା ଆକୁ। ତଳି 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 ପେଟରୁ, ପେଟ। ହଁ ଏଟା ତଳି ପେଟ କହିପାରିବା, ତଳି ପେଟ ହୁଁ ମାନେ ତଳି ପେଟ। ଏଇଟା ହେଲା ହୁଁ ସେକ୍ସ ଅର୍ଗାନ ପର୍ଯ୍ୟନ୍ତ ଯୋଉ ପୋଜିସନ ଟା ରହିଲା, ହୁଁ ସେଇଟା ହେଲା ଏଇ ସେଟ। ଏଇଟ୍ଥ ହାଉସ ରୁ ଆମେ କଣ ଦେଖୁ ନା ସେକ୍ସୁଆଲ ଅର୍ଗାନ। ହୁଁ ଠିକ ଅଛି, ଜନନେନ୍ଦ୍ରିୟ। ନାଇନ୍ଥ ଭାବରୁ ଆମେ କଣ ଦେଖୁ? ଜଙ୍ଘ। ଠିକ ଅଛି। ହୁଁ ଦଶମ ଭାବରୁ କଣ ଦେଖିବା? ଆଣ୍ଠୁ। ଠିକ ଅଛି। ହୁଁ। 11 ଭାବରୁ କଣ ଦେଖିବା? ପିଣ୍ଡାଳିକୁ କଣ କହନ୍ତି ଓଡିଆରେ, କଣ କହିବା? ଯଦି ହିନ୍ଦୀରେ ପିଣ୍ଡାଲିଆ କହନ୍ତି,
ମାନେ ସେଟାକୁ କୁହାଯାଇ ପାରିବ ଉଁ ଗୋଇଠି ବୋଲି କହିବା ବୋଧେ, ମୁଁ ଯାହା ଭାବୁଛି। ଆଚ୍ଛା, ତ ପଛ, 12 ଗୋଡର ନମ୍ବର ପଛ। ଭାବରୁ, ହଁ ଗୋଡର ପଛ ଗୋଇଠି ଯୋଉଟା, ହୁଁ ଆଉ ଏଇଟା ହେଲା ପାଦ। ହୁଁ ପାଦ ସରି ପାଦ ହେଲା। ହୁଁ। ତ ଏଇ କୁଣ୍ଡଳୀରେ ତମେ ଏଇ ଯୋଉ ଜାଗା ଗୁଡାକ ଆମେ ଏମିତି ଦେଖିବା। ଆଚ୍ଛା, 11 ନମ୍ବର ଯୋଉ ଟା ଯୋଉଟା ଜାଗାରେ, ରହିଲା ହଁ, 11 ନମ୍ବର ଟା ଯୋଉଟା ରହିଲା ଗୋଇଠି, ସେଇ ଯୋଉ ଗୋଡର ପଛ ପେଣ୍ଡାଟା। ହଁ ଗୋଡର ପଛ ପେଣ୍ଡାଟା ଗୋଇଠି, ମାନେ ଗୋଡର ଯୋଉ ପଛ ପେଣ୍ଡାଟା ହେଲା କି, ଆଉ ହୁଁ। ଗୋଇଠି ବି ଠିକ ଅଛି। ଆଜ୍ଞା। ତ ଯୋଉ ଜାଗାରେ ତମର ଭଲ ଗ୍ରହ ମାନେ ବସିବେ, ଶୁଭ ଗ୍ରହ ମାନେ ବସିବେ ବା ଶୁଭ ଗ୍ରହ ମାନେ ଦେଖିବେ ଯୋଉ ଜାଗାକୁ, ଶରୀରର ସେଇ ଅଂଶ ଟା ସୁନ୍ଦର ହେଇଥିବ। ଠିକ ଅଛି। କି ଯୋଉ ଭାବର ସ୍ଵାମୀ ବଳବାନ ହେଇଥିବେ, ସେଇ ସମ୍ବନ୍ଧୀୟ ଶରୀରର ଭାଗଟା ପୁଷ୍ଟ ହେଇଥିବ। ଆଉ ଯୋଉ ଭାବଟା, ମାନେ ଯୋଉଠି ଖରାପ ଗ୍ରହ ମାନେ ବସିବେ, ସେ ଭାବଟା ଖରାପ ହେଇଥିବ। ତ ଆମେ ଏଇଠୁରୁ ଏଇଟା କ୍ଲିୟର ହେଇଗଲେ। ତେବେ ଏବେ ଆମେ ଜାଣିବା ଯେ କୋଉ ଗ୍ରହଟା କଣ, ଠିକ ଅଛି ନା। ମାନେ କୋଉ ଗୁଡାକ ଭଲ ଗ୍ରହ, କୋଉ ଗୁଡାକ ନୈସର୍ଗିକ ଶୁଭ ଗ୍ରହ କଣ, ନୈସର୍ଗିକ ଶୁଭ ଗ୍ରହ କୋଉ କୋଉ ଗୁଡାକ, ନୈସର୍ଗିକ ଶୁଭ ଗ୍ରହରେ ଆସିଲେ ଗୁରୁଦେବ, ଶୁକ୍ର ମହାରାଜ, ପାପ ମୁକ୍ତ ଚନ୍ଦ୍ର, ଏଟା ହବ ଶୁକ୍ଳ ସପ୍ତମୀଠୁ କୃଷ୍ଣ ଅଷ୍ଟମୀ ଏବଂ ବୁଦ୍ଧ, ଯିଏକି ପାପ ଗ୍ରହ ସହିତ ବସି ନଥିବ କି ଦୃଷ୍ଟ ନଥିବ, ମାନେ ତାକୁ କୋଉ ପାପ ଗ୍ରହ ଦେଖୁନଥିବେ। ଏଇଟା ହେଲା ଶୁଭ ଗ୍ରହ। କ୍ରୂର ଗ୍ରହ କୋଉଟା ନା, ସିଏ ହଉଛନ୍ତି ସୂର୍ଯ୍ୟ ଆଉ ଚନ୍ଦ୍ର। ପାପ ଗ୍ରହ କୋଉଟା ନା, ସରି, ସୂର୍ଯ୍ୟ କ୍ରୂର ଗ୍ରହରେ ମୁଁ ଭୁଲ ଲେଖିଥିଲି, ଠିକ ଅଛି ନା, କ୍ରୂର ଗ୍ରହରେ ମୁଁ ଭୁଲ ଲେଖିଥିଲି। ଏଟା ସୂର୍ଯ୍ୟ ଆଉ ମଙ୍ଗଳ। ପାପ ଗ୍ରହରେ କୋଉଟା ହବ ନା, ଶନି, ରାହୁ, କେତୁ ଏବଂ ମଙ୍ଗଳ ମଧ୍ୟ, ଠିକ ଅଛି ନା। ସୂର୍ଯ୍ୟ, ତେଣୁ ପାପ ଗ୍ରହରେ ମଙ୍ଗଳ ବି ଆସିବ, ପାପ କ୍ରୂର ଗ୍ରହରେ ମଙ୍ଗଳ ଆସିବ, କିନ୍ତୁ ସୂର୍ଯ୍ୟ କେବେ ପାପୀ ହେଇପାରିବନି, କାରଣ ସେ ଚରାଚର ଜଗତର ଉତ୍ପତ୍ତିର କାରଣ। ତେଣୁ ସୂର୍ଯ୍ୟ କ୍ରୂର ହବ, ସୂର୍ଯ୍ୟ କେବେ ପାପୀ ହେଇପାରିବନି। ଅନେକ ଗ୍ରନ୍ଥରେ ସୂର୍ଯ୍ୟକୁ ପାପୀ ବୋଲି ମଧ୍ୟ କୁହାଯାଇଛି। କିନ୍ତୁ ଏଇ ଜିନିଷ ଗୁଡାକ, ଏଇ ମାନେ ଆମକୁ ମନେ ରଖିବାକୁ ପଡିବ ଯେ ସୂର୍ଯ୍ୟ କେବେ ପାପୀ ହେଇପାରିବେ ନାହିଁ। ତେଣୁ ଯେ ଏଗୁଡାକ ଆମର ମାନେ ଜାଣିଗଲେ କୋଉଟା କ୍ରୂର ଗ୍ରହ, କୋଉଟା ପାପ ଗ୍ରହ। ତେଣୁ ଯୋଉଠି ଏ କୁଣ୍ଡଳୀରେ ଏଇଟାକୁ ଧର 1 ମାନିବା, 2 ମାନିବା, 3 ମାନିବା, 4 ମାନିବା, 5, 6, 7, 8, 9, 10, 11, 12, ଠିକ ଅଛି। ମାନେ ଆପଣ ମାନେ ବୁଝିପାରୁଛନ୍ତି ତ ମୁଁ ଯୋଉଟା କହୁଛି। ହୁଁ ହୁଁ ହୁଁ। ଯଦି ଏଇଠି ଚନ୍ଦ୍ର ବସିଲା, ଲଗ୍ନରେ ଚନ୍ଦ୍ର ବସିଲା, କି ଏଇଠି ଚନ୍ଦ୍ର ବସିଲା, ଅପାପ ଯୁକ୍ତ ଚନ୍ଦ୍ର, ମାନେ ଏଇ ଶୁକ୍ଳ ପକ୍ଷ ସପ୍ତମୀରୁ କୃଷ୍ଣ ପକ୍ଷ ଅଷ୍ଟମୀ ଭିତରେ, ତାହେଲେ ଏଇ ଜାଗା, ଏଇ ଯୋଉ ଲୋକଟା ଯିଏ ହେଇଥିବ, ତାର ସିଏ ଦେଖିବାକୁ ସୁନ୍ଦର ହେଇଥିବ ନିଶ୍ଚିତ ଭାବରେ, ଠିକ ଅଛି ନା। କାରଣ ତାର
ମୁଣ୍ଡ ବା ମସ୍ତିଷ୍କ ବା ତାର ଏଇଟା ହଉଛି ତାର ଚେହେରା, ତାହେଲେ ତାର ଚେହେରାଟି ନିଶ୍ଚିତ ଭାବରେ ସୁନ୍ଦର ହେଇଥିବ। ଠିକ ଅଛି। ଯଦି ଦ୍ଵିତୀୟ ଭାବରେ ଚନ୍ଦ୍ର ବସିଲା, ସେମିତି ଯଦି ଏଠି ଶନି ବସିଗଲା, ଶନି ତାହେଲେ କଣ ହବ? ସେ ଲୋକଟି ଦେଖିବାକୁ କଳା ନିଶ୍ଚିତ ଭାବରେ ହେଇଥିବ। ସେଟା ଡିପେଣ୍ଡ କରୁଛି ସିଚୁଏସନ ଉପରେ, କି ତାକୁ କିଏ ଦେଖୁଛି, ତାର ଲଗ୍ନାଧିପତି କିଏ। କିନ୍ତୁ ଏଇଟା ଗୋଟେ ବେସିକ୍ସ ନଲେଜ, କି ଏଇଟା ହେଇଥାଇପାରେ। ଠିକ ଅଛି। ହୁଁ। ଏବେ ଆମେ ଗୋଟେ ବିଶେଷ ଭାବରେ ଜାଣିବା ଯେ ରାଶି ସନ୍ଧି, ରାଶି ସନ୍ଧି ବିଷୟରେ ବିଶେଷ ଭାବରେ ଜାଣିବା। ରାଶି ସନ୍ଧି କଣ? ଏଇଟାକୁ, ଏଇଟା ହେଲା ଅଗ୍ନି, ଏଇଟା ହେଲା ପୃଥିବୀ ତତ୍ଵ, ଏଇଟା ହେଲା ବାୟୁ, ଏଇଟା ହେଲା ଜଳ। ପୁଣି ଅଗ୍ନି, ପୃଥିବୀ, ବାୟୁ, ଜଳ। ଅଗ୍ନି, ପୃଥିବୀ, ବାୟୁ, ଜଳ। ଦେଖନ୍ତୁ, ଯୋଉଠି ଜଳରୁ ଷ୍ଟାର୍ଟ ହଉଛି ଅଗ୍ନି, ତାହେଲେ ଏଇ ଯେ କର୍କଟ ରାଶିର ଏଣ୍ଡ ପାର୍ଟଟା ହଉଛି ରାଶି ସନ୍ଧି। ଆକୁ ଆମେ କଣ କହିବା? ଅନ୍ତିମ ଭାଗ ଯୋଉଟା, ଏଇଟା କୁହନ୍ତି ରାଶି ସନ୍ଧି। ପୁଣି ଏଇ ଜାଗାଟାକୁ ବି କହିବା ରାଶି ସନ୍ଧି। ବିଛା ରାଶିର ଏଣ୍ଡ ପାର୍ଟ କହିବା ରାଶି ସନ୍ଧି। ପୁଣି ଏଇ ଆଚ୍ଛା। ଜାଗାଟାକୁ ବି କହିବା ରାଶି ସନ୍ଧି। ଠିକ ଅଛି। ମାନେ ହୁଁ। ଯୋଉଠି ଜଳ ତତ୍ଵ ସରୁଛି, ଅଗ୍ନି ତତ୍ଵ ଷ୍ଟାର୍ଟ ହଉଛି। କ୍ଲିୟର? କ୍ଲିୟର ତ? ହୁଁ। ତେଣୁ ଏଇଟା ହେଲା ତାର ବେସିକ। ଏଇ ଜିନିଷଟା ଆପଣ ମାନେ ମୁଣ୍ଡରେ ରଖିଲେ, ଏଇଟା ଧୀରେ ଧୀରେ ବେସିକ୍ସ କୁ କ୍ଲିୟର କରି 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 ଚାଲିବ। ଗ୍ରହ ବଳ ଅନୁକ୍ରମରେ କ୍ରମରେ ଆମେ ଯଦି ସେ ଜିନିଷଟାକୁ ଭଲସେ ମନେ ନ ରଖିବା, ତାହେଲେ ଆମର ଯେତେବେଳେ ବେସିକ୍ସ କ୍ଲିୟର ନ ରହିବ, ଆମେ କିଛି ବି କହିଦବା, ତ ସେଇ ଜିନିଷଟା ଆମର ଠିକ ଆସିବନି ପ୍ରେଡିକ୍ସନ। ଏବଂ ଶରୀରରେ ରାଶି ସନ୍ଧିର ରୋଲ ହେଲା, ରାଶି ସନ୍ଧିର ରୋଲ ହେଲା, ଏଠି ଗୋବିନ୍ଦ ପଚାରିଲା ରାଶି ସନ୍ଧିର ରୋଲ କଣ? ଠିକ ଅଛି ନା? ତ ଆମର ଏଇଠି ଗୋଟେ ଜିନିଷ ମନେ ରଖିବାକୁ ପଡିବ। ତମକୁ ଯେତେବେଳେ ମୁଁ ରାଶି ସନ୍ଧିର ରୋଲ ଟା ମୁଁ କାଲି ପଢେଇବି ତମମାନଙ୍କୁ, ଡିସ୍କସନ ବି କରିବା କାଲି। ରାଶି ସନ୍ଧିର ମାନେ ହେଲା, ସେଇ ଯୋଉ ଜାଗାରେ ଯୋଉ ନକ୍ଷତ୍ର ଗୁଡାକ ରହିବେ, ସେଇ ଜାଗାରେ ଯୋଉ ନକ୍ଷତ୍ର ଗୁଡାକ, ନକ୍ଷତ୍ର ପଢେଇଲା ବେଳେ ମୁଁ ରାଶି ସନ୍ଧି ଟା ତମକୁ କ୍ଲିୟରଲି ପଢେଇବି, ବୁଝେଇବି ଯେ ନକ୍ଷତ୍ର ପଢେଇଲା ବେଳେ ରାଶି ସନ୍ଧି କାହିଁ ପଢେଇବି ନା, ସେଇ ଯୋଉ ରାଶି ସନ୍ଧି ଜାଗା ଗୁଡାକ, ସେଗୁଡା ହଉଛି ଗଣ୍ଡମୂଳ ନକ୍ଷତ୍ର। ରାଶି ସନ୍ଧିର ଯୋଉ ଜାଗା ଗୁଡାକ ରହିଲେ, ସେଗୁଡା ହଉଛି ଗଣ୍ଡମୂଳ ନକ୍ଷତ୍ର। ଗଣ୍ଡମୂଳ ନକ୍ଷତ୍ର ମାନେ କଣ? ନା ସେଇ ଯୋଉ ଉମ୍, ମାନେ ଜାଗାଟା ରହିବ, ମାନେ ରାଶି ସନ୍ଧିର ସେଇ ଯୋଉ ଜାଗାଟା ରହିବ, ସେ ଜାଗାରେ କଣ ହବ ନା, ଲୋକମାନେ ବହୁତ ସେଇ ଯୋଉ ଗଣ୍ଡମୂଳ ନକ୍ଷତ୍ରରେ ଜନ୍ମ ହେଲେ, ତାକୁ ଗଣ୍ଡମୂଳ ଶାନ୍ତିକରଣ ପଦ୍ଧତି ଦ୍ଵାରା ସମାପନ କରାଯିବ। ଏ ଯଦି ଗଣ୍ଡମୂଳ ଶାନ୍ତିକରଣ ପଦ୍ଧତି ଦ୍ଵାରା ସେଇ ରାଶି ସନ୍ଧିର ଜାଗା ଗୁଡାକୁ ସମାପନ, ମାନେ ରାଶିକୁ ନକ୍ଷତ୍ରକୁ ଶାନ୍ତିକରଣ ନ କରାଯିବ, ତାହେଲେ ସେ ଲୋକ, ସେ ପିଲା, ଯୋଉ ବ୍ୟକ୍ତି ଜନ୍ମ ହେଇଛି ଗଣ୍ଡମୂଳ ନକ୍ଷତ୍ରରେ, ସିଏ ତାକୁ ବହୁତ ଜୀବନରେ ଷ୍ଟ୍ରଗଲ କରିବାକୁ ପଡିବ। କେତୁର ଯେତିକି ନକ୍ଷତ୍ର ଅଛି, ବୁଧର ଯେତିକି ନକ୍ଷତ୍ର ଅଛି, କେତୁକୁ କୋଉ କୋଉ ନକ୍ଷତ୍ର ରୁଲ କରୁଛି, କେତୁ କୋଉ କୋଉ ନକ୍ଷତ୍ରକୁ ରୁଲ କରୁଛି ନା, ଅଶ୍ଵିନୀ, ତାପରେ ମୂଳା ଏବଂ ମଘା। ଅଶ୍ଵିନୀ, ମଘା, ମୂଳା ଏବଂ ତମର ଆମର କୋଉଟା ରହିଲା, ଅଶ୍ଵିନୀ, ମଘା, ମୂଳା। ବୁଧର ନକ୍ଷତ୍ର କୋଉଗୁଡା ରହିଲା ନା, ଅଶ୍ଳେଷା, ଜ୍ୟେଷ୍ଠା ଆଉ ରେବତୀ। ଏଗୁଡା ସବୁ ରାଶି ସନ୍ଧି ଜାଗା। ଏଇ ନକ୍ଷତ୍ର ଯେତେବେଳେ ଆସେ, ସେତେବେଳେ ଗଣ୍ଡମୂଳ ହୁଏ। ସେଟା ନକ୍ଷତ୍ର ପଡିଲା ବେଳେ ମୁଁ ସେଟା ଡିଟେଲରେ ଡେସକ୍ରାଇବ କରିବି, କିନ୍ତୁ ଏତିକି ଏବେ ପାଇଁ ଏତିକି ଭଲସେ ମନେ ରଖିଥାଅ, ଯୋଉଟା କି ଆଗକୁ ଯାଇ ତୁମକୁ କାମ ଦବ। ମୁଁ ଏଇଟା ଖାଲି ଗଣ୍ଡମୂଳ ନକ୍ଷତ୍ର କହିଛି, ଆମେ କାଲି ଗଣ୍ଡମୂଳ ନକ୍ଷତ୍ର ନକ୍ଷତ୍ର ବିଷୟରେ ଜାଣିବା ଏବଂ ଗଣ୍ଡମୂଳ ନକ୍ଷତ୍ର ବିଷୟରେ ଭଲସେ କ୍ଲିୟର ହବା। କ୍ଲିୟର ନା?
ତ ଆଜି ପାଇଁ ଓକେ। ଏତିକି ଜଷ୍ଟ ଆମେ ଗୋଟେ ଛୋଟ ଜାଣିଲେ କି କୋଉ କୋଉ ଭାବରୁ ଶରୀରର କୋଉ କୋଉ ଅଂଶକୁ ବିଚାର କରାଯାଏ। ହୁଁ ଏବଂ ଯଦି ଶୁଭ ଗ୍ରହ ପାଇବ ସେ ଜାଗାରେ, ତାହେଲେ ସେ ବ୍ୟକ୍ତିର ସେଇ କି ଶୁଭ ଗ୍ରହ ପାଇବ କି ଶୁଭ ଗ୍ରହ ଦ୍ଵାରା ଦୃଷ୍ଟ ହଉଥିବ, ତାହେଲେ ବ୍ୟକ୍ତିର ସେଇ ସେଇ ଅଙ୍ଗ, ମାନିକି ଚାଲ କୌଣସି ଲୋକର ଯଦି ସେକେଣ୍ଡ ହାଉସକୁ ବିଭିନ୍ନ ପ୍ରକାର ଗ୍ରହ ଦେଖୁଛନ୍ତି, ତାହେଲେ ଆମେ ତାକୁ ଗୋଟେ ସିମ୍ପଲ ପ୍ରେଡିକ୍ସନ ଦେଇପାରିବା ତାର ଏଇ ଜାଗାଟାରେ, ତାର ଏଇ ଜାଗାର ଥ୍ରୋଟ ରେ କିଛି ପ୍ରୋବ୍ଲେମ ହବ। ଯଦି ସେକେଣ୍ଡ ହୁଁ ହାଉସ କୁ ଦେଇଛନ୍ତି, ଆଇଦର ତାର ବାଣୀ ଖରାପ ହବ, ନହେଲେ ତାର ଏଇ ଜାଗାରେ କିଛି ନା କିଛି ଥଣ୍ଡା ଜନିତ ହଉ ବା କୌଣସି ଥ୍ରୋଟ ର ଇନଫେକ୍ସନ ଜନିତ ହଉ, ଥ୍ରୋଟ ରିଲେଟେଡ ପ୍ରୋବ୍ଲେମ କିଛି ରହିବ ହିଁ ରହିବ। ସେମିତି ଯଦି ଫିଫ୍ଥ ହାଉସ ରେ କୌଣସି ଗ୍ରହ ବସିଛନ୍ତି, ଯେମିତି କି ଗୋବିନ୍ଦ୍ର ବସିଛନ୍ତି, ଠିକ ଅଛି ନା, ତାହେଲେ ସେଇଠି କଣ ହବ ନା ଗ୍ୟାସ ରିଲେଟେଡ ପ୍ରୋବ୍ଲେମ ଟା ରହିବ ବା ପେଟ ଜନିତ କୌଣସି ସମସ୍ୟା ରହିବ। ତେଣୁ ଯେତେବେଳେ ବିଭିନ୍ନ ପ୍ରକାର କୁଣ୍ଡଳୀ ତମେ ଦେଖିବ, ସେଇଠି ତମେ ଯଦି ପାପ ଗ୍ରହ ମାନଙ୍କୁ ଦେଖିଲ, ତାହେଲେ ତମେ ଆରାମ ସେ କହିପାରିବ ଯଦି ଶନି ଅକାରକ ହେଇକି ସିକ୍ସ ହାଉସ ରେ ବସିଲା, ତାକୁ ତାହେଲେ ଅଣ୍ଟା ରିଲେଟେଡ ପ୍ରୋବ୍ଲେମ ଟା ହବ ହିଁ ହବ, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ। ତୁମେ ଆଖି ବନ୍ଦ କରିକି ବ୍ଲାଙ୍କ ଚାର୍ଟ ରୁଲରେ କହିପାରିବ ଯେ ୟାକୁ ଅଣ୍ଟା ରିଲେଟେଡ ପ୍ରୋବ୍ଲେମ ସମସ୍ୟା ଅଛି ହିଁ ଅଛି। ଯଦି ଲଗ୍ନରେ ବା ଲଗ୍ନକୁ କୌଣସି ଅକାରକ ଗ୍ରହ ଦେଖିଲା, ମୁଁ ସବୁବେଳେ କହିଛି କୌଣସି ଗ୍ରହ ଭଲ ନୁହଁ, କୌଣସି ଗ୍ରହ ଖରାପ ନୁହଁ, ଯଦି ଲଗ୍ନକୁ କୌଣସି ଅକାରକ ଗ୍ରହ ଦେଖିଲା, ତାହେଲେ ତମକୁ ମସ୍ତିଷ୍କ ଜନିତ ସମସ୍ୟା ଟା ଭୋଗ କରିବାକୁ ପଡିବ। ଆଇଦର ମେମୋରି ଫେଲିଓର ହଉ, ଆଇଦର ପାଗଳାମି ହେଇଯାଉ, ଠିକ ଅଛି ନା। ଏଇଟା ଗୋଟେ ବ୍ଲାଙ୍କ ଚେକ୍ ରୁଲ, ଏଇଟାକୁ ସବୁବେଳେ ମନେ ରଖିବ। ତେଣୁ ଲଗ୍ନର କାରକ ଅକାରକ ଯେତେବେଳେ ଆମେ ଜାଣିବା, ସେତେବେଳେ ଆମେ କହିପାରିବା ଯେ ବ୍ୟକ୍ତିର କୋଉ ରିଲେଟେଡ ପ୍ରୋବ୍ଲେମ ଟା ତାକୁ, ମେଡିକାଲ ଆଷ୍ଟ୍ରୋଲୋଜିରେ ଏଇଟା ବେସିକାଲି ୟୁଜ ହୁଏ। ଏବଂ ମେଡିକାଲ ଆଷ୍ଟ୍ରୋଲୋଜିରେ ୟାକୁ ଆହୁରି ଡିପଲି ନିଆଯାଇଛି। ଏଇଟା ତ ଗୋଟେ ମୁଁ ଜଷ୍ଟ ଓଭରଭ୍ୟୁ ଦେଲି ଗୋଟେ ଗୋଟେ ବିଷୟର, ମେଡିକାଲ ଆଷ୍ଟ୍ରୋଲୋଜିରେ ୟାକୁ ଡିପଲି ନିଆଯାଇଛି। ଏବଂ ସେଇଠି ଯଦି କୌଣସି ଖରାପ ଗ୍ରହ ବସିଛନ୍ତି, ତାହେଲେ ଏଇ ଜନିତ ସମସ୍ୟା ହେଇଛି, ତାହେଲେ ସେଇ ରୋଗର ଉପଚାରରେ ଆୟୁର୍ବେଦର କୋଉ ମେଡିସିନ ଟା ଦେଲେ ତାର କାମଟା ଦବ, ସେଇଟା ତାକୁ ଆୟୁର୍ବେଦିକ ଡକ୍ଟର ମାନେ ସେଇଟାକୁ ଭଲସେ ଭେରିଫାଏ କରିକି ତଦନୁପାତିକ ତାର ଗ୍ରହ ନକ୍ଷତ୍ର ଦେଖିକି ସେମାନେ ତାର ଉପଚାର କରନ୍ତି। କାରଣ ପୂର୍ବ ଯୁଗରେ ସେ କଣ ଥିଲା ନା ଏତେ ଡାୟଗ୍ନୋଷ୍ଟିକ ଆପ୍ରୋଚ ଟା ନଥିଲା। ଏବେ ଆଜିକାଲି ସିନା ମେସିନ ହେଇଗଲାଣି, ସମସ୍ତେ ଡାୟଗ୍ନୋସିସ୍ କରିକି ଦେଖି ଦଉଛନ୍ତି, ଆଜ୍ଞା ମୋର ଏଇ ରୋଗଟା ଅଛି, ମୁଁ ଡେଟ ହେଇଯାଉଛି। ହେଲେ ସେତେବେଳେ ତ କିଛି ନଥିଲା ନା। ସେତେବେଳେ ଥିଲା କି ଏ ଲୋକର ଯଦି ଏଇ ଜନିତ ସମସ୍ୟାଟି ହଉଛି, ତାହେଲେ ଆର ଖରାପ ଗ୍ରହ ବା ଅକାରକ ଗ୍ରହ ମାନେ କୋଉ ଭାବରେ ବସିଛନ୍ତି, ଏବଂ ଯଦି ଅକାରକ ଗ୍ରହ ଏଇ ଭାବରେ ବସିଛନ୍ତି, ତାହେଲେ ମୁଁ ତାଙ୍କୁ କୋଉ ମେଡିସିନ ଟା ଦେବି। ତେଣୁ ବୈଦ୍ୟରାଜ ମାନେ ଆଷ୍ଟ୍ରୋଲୋଜି ପଢୁଥିଲେ, ଆୟୁର୍ବେଦିକ ଲୋକମାନେ ଆଷ୍ଟ୍ରୋଲୋଜି ପଢୁଥିଲେ, ସେମାନେ ଜାତକ ଦେଖିକି କହୁଥିଲେ ଯେ ପୂର୍ବ କାଳରେ ହଉଥିଲା, ଯେବେ ଏବେ ଡାୟଗ୍ନୋଷ୍ଟିକ୍ସ ର ପ୍ରୋବ୍ଲେମ ନଥିଲା ଯେତେବେଳେ। ତେଣୁ ଏଇଟା ହିଁ ହେଲା ଆଜିର ବିଷୟ। ଓ ସେତେବେଳେ ସେମାନେ ସେଟାକୁ ଭଲସେ ବେସିକଲି ୟୁଜ କରୁଥିଲେ। ଆମେ ଏଟା ବହୁତ ବେସିକ୍ସ ବେସିକ୍ସ ଜିନିଷରେ ଯାଉଛୁ। ଯଦି ତମର ଟିକେ ବି ଇଣ୍ଟରେଷ୍ଟ ରହିବ, ତମର କ୍ଲିୟର ହବା ସହିତ ସମସ୍ତଙ୍କର ମଧ୍ୟ କ୍ଲିୟର ହବ। ତେବେ ଆଜିର ଲେସନ ପାଇଁ ଆମେ ଏଇଠି ଏଣ୍ଡ କରିବା, କ୍ଲୋଜ କରିବା ବୋଲି ମୁଁ ଭାବୁଛି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। ଜୟ ଜଗନ୍ନାଥ।